ସାଙ୍ଗମାନେ ଆଜି ମୁଁ ଆପଣଙ୍କୁ ଗୋଟିଏ ସିମ୍ପଲ୍ କ୍ୱେଶ୍ଚନ୍ ପଚାରିବି। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ କ'ଣ କରୁଛେ? ସକାଳେ ଉଠିଲେ କାମର ଟେନସନ୍, ଦିନସାରା ଜବ୍ କିମ୍ବା ବିଜନେସ୍, ମାସ ଶେଷରେ ସ୍ୟାଲେରୀ, ତାପରେ ରେଣ୍ଟ, ବିଲ୍, EMI, ଫ୍ୟାମିଲି ଏକ୍ସପେନ୍ସିଭ୍ ଆଉ ଅନ୍ୟାନ୍ୟ ଖର୍ଚ୍ଚ। ସ୍ୟାଲେରୀ ଆସିବା ପରେ ଲାଗେ ଏଥର ଟିକେ ସେଭ୍ କରିବି, କିନ୍ତୁ କିଛି ଦିନ ପରେ ଆକାଉଣ୍ଟ ବାଲାନ୍ସ ଦେଖିଲେ ସେଇ ପୁରୁଣା ଷ୍ଟୋରି। ତାପରେ ଆଉ ଗୋଟିଏ ସ୍ୟାଲେରୀ ପାଇଁ ଅପେକ୍ଷା। ଏବେ ଟିକେ ଭାବନ୍ତୁ, ଯଦି ଏଇ ସେମ୍ ସାଇକେଲ ଆଗାମୀ 30 କିମ୍ବା 40 ବର୍ଷ ଯାଏଁ ଚାଲିଲା, ତାହେଲେ ଆମେ କେବଳ ଟଙ୍କା ରୋଜଗାର କରିବୁ ନା ନିଜ ପାଇଁ ଗୋଟିଏ ବେଟର୍ ଲାଇଫ୍ ମଧ୍ୟ ତିଆରି କରିବୁ? କାରଣ ଆମକୁ ପିଲାବେଳୁ ଗୋଟିଏ ଫର୍ମୁଲା ଶିଖାଯାଇଛି, ଭଲ ପଢ଼, ଭଲ ଜବ୍ ପାଅ, ସ୍ୟାଲେରୀ ନିଅ, ରିଟାୟାରମେଣ୍ଟ ପର୍ଯ୍ୟନ୍ତ କାମ କର। କିନ୍ତୁ ଏଇ ଫର୍ମୁଲାର ଗୋଟିଏ ଇମ୍ପୋର୍ଟାଣ୍ଟ ଷ୍ଟେପ୍ ମିସିଂ ଅଛି, ଆପଣଙ୍କର ପଇସାକୁ ଆପଣଙ୍କ ପାଇଁ କାମ କରାଇବା। ଅଧିକାଂଶ ଲୋକ ଇନକମ୍ ବଢ଼ାଇବା ପାଇଁ ମେହନତ କରନ୍ତି, କିନ୍ତୁ ଇନକମ୍ ଆସିବା ପରେ ସେଇ ମନି କେଉଁଠି ଯାଉଛି ତା'ର ସିଷ୍ଟମ୍ ତିଆରି କରନ୍ତି ନାହିଁ ଏବଂ ଏଇଠାରୁ ଫାଇନାନ୍ସିଆଲ ପ୍ରୋବ୍ଲେମ୍ ଆରମ୍ଭ ହୁଏ। ଧରନ୍ତୁ ଆପଣ ମାସକୁ 30,000 କିମ୍ବା 40,000 ଟଙ୍କା କମାଉଛନ୍ତି। ଆପଣଙ୍କୁ ପ୍ରଥମ ଦିନ ବହୁତ ବଡ଼ ଆମାଉଣ୍ଟ ଇନଭେଷ୍ଟ କରିବା ଦରକାର ନାହିଁ। ଆପଣଙ୍କ ଗୋଲ୍ ହେବା ଦରକାର ଗୋଟିଏ ଭଲ ହ୍ୟାବିଟ୍ ତିଆରି କରିବା। ସ୍ୟାଲେରୀ ଆସିଲା, ଖର୍ଚ୍ଚ କଲି, ଆଉ ଯାହା ବଞ୍ଚିଲା ସେଇଟା ସେଭ୍ କଲି। ଏହି ସିଷ୍ଟମରେ ଅଧିକାଂଶ ଲୋକ କେବେ ସେଭ୍ କରିପାରନ୍ତି ନାହିଁ। ତା ବଦଳରେ ଇନକମ୍ ଆସିବା ସହିତ ନିଜ ଫ୍ୟୁଚର୍ ପାଇଁ ଗୋଟିଏ ଛୋଟ ଆମାଉଣ୍ଟ ଅଲଗା କରିବା ହ୍ୟାବିଟ୍ କରନ୍ତୁ। ଏହି ଆମାଉଣ୍ଟ ଛୋଟ ହୋଇପାରେ, କିନ୍ତୁ କନସିଷ୍ଟେନ୍ସି ବଡ଼ ହେବା ଦରକାର। ଏଠି ହିଁ ଆସେ କମ୍ପାଉଣ୍ଡିଂ ଗ୍ରୋଥର କନସେପ୍ଟ। ଆରମ୍ଭରେ ଆପଣଙ୍କର ମନି ଗ୍ରୋଥ ବହୁତ ଇମ୍ପ୍ରେସିଭ୍ ଲାଗିବ ନାହିଁ। ଗୋଟିଏ ବର୍ଷ ପରେ ଦେଖିବ ଏତିକି ହିଁ। 2 ବର୍ଷ ପରେ ମଧ୍ୟ ବହୁତ ବଡ଼ ଡିଫରେନ୍ସ ଲାଗିନପାରେ। ଆଉ ଏଠି ଅଧିକାଂଶ ଲୋକ ସିଷ୍ଟମ୍ ଛାଡ଼ି ଦିଅନ୍ତି। କାହିଁକି? କାରଣ ଆମକୁ ଇମିଡ଼ିଏଟଲି ରେଜଲ୍ଟ ଦରକାର। ଆଜି ଯଦି ଆମେ ଏଫର୍ଟ ଦେଲେ କାଲି ରେଜଲ୍ଟ ଦେଖିବାକୁ ଚାହୁଁ, କିନ୍ତୁ ମନି ବିଲ୍ଡିଂ ସେମିତି କାମ କରେ ନାହିଁ। ଏହା ଗୋଟିଏ ଗଛ ଲଗାଇବା ଭଳି। ଆଜି ଗୋଟିଏ ମଞ୍ଜି ଲଗାଇଲୁ, କାଲି ବଡ଼ ଗଛ ହେବ ନାହିଁ। ପ୍ରଥମ ମୂଳ ତିଆରି ହେବ, ଆମେ ଉପରୁ ବହୁତ କିଛି ଦେଖିପାରିବା ନାହିଁ, କିନ୍ତୁ ତଳେ ଗ୍ରୋଥ୍ ଚାଲିଥାଏ। ଫାଇନାନ୍ସିଆଲ ଲାଇଫ୍ ମଧ୍ୟ ଏହିପରି। ପ୍ରଥମ କିଛି ବର୍ଷ ବିଗେଷ୍ଟ ଆଚିଭମେଣ୍ଟ ହେଉଛି ଆପଣଙ୍କର ସିଷ୍ଟମକୁ ଭାଙ୍ଗି ନାହାନ୍ତି। ଆପଣ ରେଗୁଲାରଲି ସେଭ୍ କରୁଛନ୍ତି, ଆପଣ ଅନନେସେସରି ସ୍ପେଣ୍ଡିଙ୍ଗକୁ କଣ୍ଟ୍ରୋଲ କରୁଛନ୍ତି, ଆପଣ ଇନଭେଷ୍ଟମେଣ୍ଟ ଶିଖୁଛନ୍ତି, ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ, ଆପଣ ଟାଇମ୍କୁ ନିଜ ପକ୍ଷରେ କାମ କରିବାକୁ ଦେଉଛନ୍ତି। ଏବେ ଆଉ ଗୋଟିଏ କମନ୍ ମିଷ୍ଟେକ୍ ବିଷୟରେ କଥା ହେବା। ଅନେକ ଲୋକ କହନ୍ତି, ଏବେ ଇନକମ୍ କମ୍ ଅଛି, ଆଗକୁ ସ୍ୟାଲେରୀ ବଢ଼ିଲେ ଇନଭେଷ୍ଟମେଣ୍ଟ ଆରମ୍ଭ କରିବି। କିନ୍ତୁ ପ୍ରୋବ୍ଲେମ୍ ହେଉଛି ଇନକମ୍ ବଢ଼ିଲେ ଏକ୍ସପେନ୍ସିଭ୍ ମଧ୍ୟ ବଢ଼ିଯାଏ। ଆଜି ଯିଏ 30,000 ମ୍ୟାନେଜ୍ କରିପାରୁନାହାନ୍ତି, ସେ କାଲି 60,000 ପାଇଲେ ହୁଏତ 60,000 ଖର୍ଚ୍ଚ କରିଦେବେ। ସେଥିପାଇଁ ଇନକମ୍ ବଡ଼ ହେବା ପୂର୍ବରୁ ମନି ମ୍ୟାନେଜମେଣ୍ଟ ହ୍ୟାବିଟ୍ ବଡ଼ କରିବା ଦରକାର। ଆଉ ଗୋଟିଏ କଥା ମନେ ରଖନ୍ତୁ, ଇନଭେଷ୍ଟ ମାନେ ଓଭରନାଇଟ୍ ରିଚ୍ ହେବା ନୁହେଁ। କୌଣସି ଇନଭେଷ୍ଟମେଣ୍ଟରେ ଗ୍ୟାରେଣ୍ଟେଡ୍ ପ୍ରଫିଟ୍ ନାହିଁ। ମାର୍କେଟରେ ରିସ୍କ ରହିଥାଏ। ତେଣୁ କାହାକୁ ଦେଖି, ସୋଶାଲ ମିଡ଼ିଆରେ କାହାର ରିଟର୍ଣ୍ଣ ଶୁଣି କିମ୍ବା ଶୀଘ୍ର ଧନୀ ହେବାର ଆଶାରେ ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ। ପ୍ରଥମେ ନିଜ ଇନକମ୍ ବୁଝନ୍ତୁ, ନିଜ ଏକ୍ସପେନ୍ସିଭକୁ ଟ୍ରାକ୍ କରନ୍ତୁ, ଏମର୍ଜେନ୍ସି ଫଣ୍ଡ ବିଷୟରେ ଭାବନ୍ତୁ, ତାପରେ ନିଜର ଗୋଲ୍ ଏବଂ ରିସ୍କ ଅନୁସାରେ ଇନଭେଷ୍ଟମେଣ୍ଟ ବିଷୟରେ ଶିଖନ୍ତୁ। କାରଣ ଫାଇନାନ୍ସିଆଲ ଫ୍ରିଡମ୍ର ଅର୍ଥ କେବଳ ବ୍ୟାଙ୍କ ଆକାଉଣ୍ଟରେ ବହୁତ ଟଙ୍କା ରହିବା ନୁହେଁ। ଫାଇନାନ୍ସିଆଲ ଫ୍ରିଡମ୍ ମାନେ ଆପଣଙ୍କ ପାଖରେ ଚଏସ୍ ରହିବ। କାମ କରିବାକୁ ପଡ଼ିବ, କିନ୍ତୁ କେବଳ ଟଙ୍କାର ଭୟରେ ନୁହେଁ। କୌଣସି ଡିସିଜନ୍ ନେବା ସମୟରେ ପଇସା କେଉଁଠୁ ଆସିବ, ଏହି ପ୍ରଶ୍ନ ଆପଣଙ୍କୁ ସବୁବେଳେ ଅଟକାଇ ରଖିବ ନାହିଁ। ଏହି ସ୍ଥିତି ଗୋଟିଏ ଦିନରେ ଆସିବ ନାହିଁ, କିନ୍ତୁ ଆଜିଠାରୁ ଆରମ୍ଭ କଲେ ଆସନ୍ତା କିଛି ବର୍ଷ ଆପଣଙ୍କର ଫାଇନାନ୍ସିଆଲ ଲାଇଫ୍ ବହୁତ ଭଲ ଡାଇରେକ୍ସନ୍ ନେଇପାରେ। ଏବେ ଗୋଟିଏ ସିମ୍ପଲ୍ ଚ୍ୟାଲେଞ୍ଜ ନିଅନ୍ତୁ। ଆଗାମୀ 5 ବର୍ଷ ପାଇଁ ନିଜକୁ ପ୍ରମିସ୍ କରନ୍ତୁ, ମୁଁ ମୋ ଇନକମ୍କୁ ଟ୍ରାକ୍ କରିବି, ମୁଁ ଅନନେସେସରି ଏକ୍ସପେନ୍ସିଭକୁ କଣ୍ଟ୍ରୋଲ କରିବି, ମୁଁ ଏମର୍ଜେନ୍ସି ସେଭିଂ ତିଆରି କରିବି, ମୁଁ ଇନଭେଷ୍ଟମେଣ୍ଟ ବିଷୟରେ ଶିଖିବି, ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ, ମୁଁ ଅଧାରେ ଛାଡ଼ିବି ନାହିଁ। କାରଣ 5 ବର୍ଷ ତ ଯେମିତି ହେଲେ ବି ଚାଲିଯିବ, କିନ୍ତୁ ସେଇ 5 ବର୍ଷରେ ଆପଣଙ୍କର ଫାଇନାନ୍ସିଆଲ ଲାଇଫ୍ ଆଜିଠାରୁ ଭଲ ହେବ କି ନାହିଁ, ସେ ଡିସିଜନ୍ ଆପଣ ଆଜି ନେଇପାରିବେ। ତେଣୁ ପରଫେକ୍ଟ ଟାଇମ୍ ଖୋଜନ୍ତୁ ନାହିଁ, ବହୁତ ବଡ଼ ଆମାଉଣ୍ଟକୁ ଅପେକ୍ଷା କରନ୍ତୁ ନାହିଁ। ନିଜ କାପାବିଲିଟି ଅନୁସାରେ ଛୋଟରୁ ଆରମ୍ଭ କରନ୍ତୁ। କାରଣ ୱେଲ୍ଥ ବିଲ୍ଡିଂରେ କେତେ ଟଙ୍କାରୁ ଆରମ୍ଭ କଲେ ତା'ଠାରୁ କେତେ ଦିନ ଡିସିପ୍ଲିନ୍ ସହିତ ଚାଲିଲେ ଏହା ଅଧିକ ଇମ୍ପୋର୍ଟାଣ୍ଟ ହୋଇପାରେ। ତେବେ ଆପଣ ରେଡ଼ି କି ଆଜିଠାରୁ ନିଜ 5 ବର୍ଷର ମନି ଜର୍ଣ୍ଣି ଆରମ୍ଭ କରିବେ? ଯଦି ହଁ, କମେଣ୍ଟରେ ଲେଖନ୍ତୁ।
ମୋ ମନି ସିଷ୍ଟମ୍ ଆଜିଠାରୁ ଆରମ୍ଭ। ଭିଡ଼ିଓଟି ୟୁଜଫୁଲ୍ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। କାରଣ ଏଠି କେବଳ ମୋଟିଭେସନ୍ର କଥା ହୁଏ ନାହିଁ, ଏଠି କଥା ହୁଏ ପଇସାକୁ ବୁଝିବା, ସଠିକ୍ ହ୍ୟାବିଟ୍ ତିଆରି କରିବା ଏବଂ ନିଜର ଫ୍ୟୁଚର୍ ପାଇଁ ଗୋଟିଏ ଷ୍ଟ୍ରଙ୍ଗ ଫାଇନାନ୍ସିଆଲ୍ ସିଷ୍ଟମ୍ ତିଆରି କରିବା। ଘରେ ବସି ଅଳ୍ପ ପଇସାରେ ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏଇ 500 ଟଙ୍କାରେ କେତେ ଗୁଡ଼ିଏ ବିଜନେସ୍ ଆଇଡ଼ିଆ ଅଛି ତାହାକୁ ଚେକ୍ କରିପାରିବେ।